ବୃନ୍ଦ ଆପଣମାନଙ୍କୁ ସ୍ୱାଗତ ଜଣାଉଛି ବାର୍ତ୍ତାବଳୟ ପରିବାର ପକ୍ଷରୁ। ସୁପ୍ରିମକୋର୍ଟ ତାଙ୍କର ମତ ବଦଳାଇଛନ୍ତି। ରାଷ୍ଟ୍ରପତିଙ୍କ ଜବାବ ପରେ ସୁପ୍ରିମକୋର୍ଟର 5 ଜଣଙ୍କ ନେଇ ଖଣ୍ଡପୀଠ ଚର୍ଚ୍ଚା ପରେ ଏହି ନିଷ୍ପତ୍ତି ନେଇଛନ୍ତି ଯେ କୌଣସି ରାଜ୍ୟର ରାଜ୍ୟପାଳ କିମ୍ବା ରାଷ୍ଟ୍ରପତିଙ୍କ ନିକଟକୁ ପଠାଯାଇଥିବା ବିଲ୍ ଉପରେ ସମୟସୀମା ନିର୍ଦ୍ଧାରଣ କରିପାରିବ ନାହିଁ କୋର୍ଟ। କାରଣ 143 ସାମ୍ବିଧାନିକ ଧାରା ଏବଂ 142 ସାମ୍ବିଧାନିକ ଧାରା ଅନୁଯାୟୀ କୋର୍ଟ ତାଙ୍କର ଯେଉଁ ରାଷ୍ଟ୍ରପତି ଏବଂ ଗଭର୍ଣ୍ଣରଙ୍କର ଅଛି ସାମ୍ବିଧାନିକ ଅଧିକାର ତା ଉପରେ ନିୟନ୍ତ୍ରଣ କରିବ ନାହିଁ କୋର୍ଟ। ତେଣୁ ଏହା ବିରୋଧୀ ଦଳଙ୍କୁ ଶକ୍ତ ଝଟକା ଲାଗିଛି, ଯାହାକି ତାମିଲନାଡୁର ଆରମ୍ଭ ହୋଇଥିଲା ବିଲ୍କୁ ନେଇକିନା ସୁପ୍ରିମକୋର୍ଟ ପହଞ୍ଚିଥିଲେ ଏବଂ ହାଇକୋର୍ଟ ମଧ୍ୟ ଯେଉଁ ରାୟ ଦେଇଥିଲେ ହାଇକୋର୍ଟଙ୍କ ରାୟକୁ ମଧ୍ୟ ସୁପ୍ରିମକୋର୍ଟ ରଦ୍ଦ କରିଛନ୍ତି। ଏବଂ କପିଲ ସିବଲ ଯୁକ୍ତି କରିଛନ୍ତି ଯେ ଏଥିନିମନ୍ତେ ଏକ ସ୍ୱତନ୍ତ୍ର ସମୟସୀମା ରହିବା ଆବଶ୍ୟକ, କିନ୍ତୁ ସୁପ୍ରିମକୋର୍ଟ ଏହାକୁ ଖାରଜ କରି ଦେଇଛନ୍ତି। ଧନ୍ୟବାଦ।